ଶ୍ରୀମଦ୍ ଭାଗବତ ଗୀତା ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଲୋକ। ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ କରିବା ଇଚ୍ଛାରେ ଏକତ୍ରିତ ହୋଇଥିବା ମୋର ଓ ପାଣ୍ଡୁଙ୍କର ପୁତ୍ରମାନେ କ'ଣ କଲେ? ପ୍ରଶ୍ନ। କୁରୁକ୍ଷେତ୍ର କେଉଁ ସ୍ଥାନର ନାମ ଏବଂ ଏହାକୁ ଧର୍ମକ୍ଷେତ୍ର ବୋଲି କାହିଁକି କୁହାଯାଏ? ଉତ୍ତର। ମହାଭାରତ ବନ ପର୍ବର 83 ଅଧ୍ୟାୟରେ ଏବଂ ଶଲ୍ୟ ପର୍ବର 53 ଅଧ୍ୟାୟରେ କୁରୁକ୍ଷେତ୍ରର ମହାତ୍ମ୍ୟ ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ସେଥିରେ ଏହା ସରସ୍ୱତୀ ନଦୀର ଦକ୍ଷିଣ ଭାଗ ଏବଂ ଦୃଷଦବତୀ ନଦୀର ଉତ୍ତର ଭାଗ ମଧ୍ୟରେ ଅବସ୍ଥିତ ବୋଲି କୁହାଯାଇଛି। କଥିତ ଅଛି ଏହାର ଦୈର୍ଘ୍ୟ ଓ ପ୍ରସ୍ଥ 5 ଯୋଜନ ଥିଲା। ଏହି ସ୍ଥାନଟି ଅମ୍ବାଲା ଠାରୁ ଦକ୍ଷିଣ ଏବଂ ଦିଲ୍ଲୀ ଠାରୁ ଉତ୍ତର ଦିଗରେ ଅବସ୍ଥିତ। ଏବେ ମଧ୍ୟ ସେଠାରେ କୁରୁକ୍ଷେତ୍ର ନାମକ ସ୍ଥାନ ରହିଛି। ଏହାର ଗୋଟିଏ ନାମ ସମନ୍ତ ପଞ୍ଚକ। ଶତପଥ ବ୍ରାହ୍ମଣାଦି ଶାସ୍ତ୍ରରେ କୁହାଯାଇଛି ଯେ ଏଠାରେ ଅଗ୍ନି, ଇନ୍ଦ୍ର, ବ୍ରହ୍ମା ଆଦି ଦେବତାମାନେ ତପସ୍ୟା କରିଥିଲେ। ରାଜା କୁରୁ ମଧ୍ୟ ଏଠାରେ କଠିନ ତପସ୍ୟା କରିଥିଲେ। ପୁଣି ଏଠାରେ ମରୁଥିବା ଲୋକଙ୍କୁ ପରମ ଗତି ପ୍ରାପ୍ତ ହୁଏ। ଏହା ଛଡ଼ା ଅନ୍ୟ କେତେକ କଥା ମଧ୍ୟ ରହିଛି। ଏହି ସବୁ କାରଣରୁ ଏହାକୁ ଧର୍ମକ୍ଷେତ୍ର ବା ପୁଣ୍ୟକ୍ଷେତ୍ର କୁହାଯାଏ। ପ୍ରଶ୍ନ। ଧୃତରାଷ୍ଟ୍ର କେଉଁମାନଙ୍କୁ ଲକ୍ଷ୍ୟ କରି ମାମକାଃ ଓ ପାଣ୍ଡବାଃ ପଦ ବ୍ୟବହାର କରିଛନ୍ତି? ପୁଣି ତାହା ସହିତ ସମବେତାଃ ଓ ଯଜୁଶ୍ଚବଃ ବିଶେଷଣ ଲଗାଇ ଯେଉଁ କିମ୍ ଅକୁର୍ବତ୍ କହିଛନ୍ତି ତାର ତାତ୍ପର୍ଯ୍ୟ କ'ଣ? ଉତ୍ତର। ଧୃତରାଷ୍ଟ୍ର ମାମକାଃ ପଦଟି ନିଜ ପକ୍ଷର ସମ୍ବନ୍ଧ ଧୃତରାଷ୍ଟ୍ର ପଚାରିବାରୁ ସଞ୍ଜୟ କହିଲେ, ସମସ୍ତ ଯୋଦ୍ଧାମାନଙ୍କ ସହିତ ନିଜର ଦୁର୍ଯ୍ୟୋଧନାଦି 101 ପୁତ୍ରଙ୍କ ପାଇଁ କହିଛନ୍ତି ଏବଂ ଯୁଧିଷ୍ଠିରଙ୍କ ପକ୍ଷର ସମସ୍ତ ଯୋଦ୍ଧାଙ୍କ ସହିତ ଯୁଧିଷ୍ଠିରାଦି 5 ଭାଇଙ୍କ ପାଇଁ ପାଣ୍ଡବାଃ ପଦ କହିଛନ୍ତି। ସମବେତାଃ ଓ ଯଜୁଶ୍ଚବଃ ବିଶେଷଣ ଦେଇ ଓ କିମ୍ ଅକୁର୍ବତ୍ କହି ଧୃତରାଷ୍ଟ୍ର ଗତ 10 ଦିନର ଭୀଷଣ ଯୁଦ୍ଧର ପୂର୍ଣ୍ଣ ବିବରଣୀ ଯଥା ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ଏହି ସବୁ ଲୋକମାନେ ଯୁଦ୍ଧର ପ୍ରାରମ୍ଭ କିପରି କଲେ, କିଏ କାହା ସହିତ ଯୁଦ୍ଧ କଲେ ଏବଂ କିଏ କାହା ଦ୍ୱାରା କେତେବେଳେ ନିହତ ହେଲେ ଇତ୍ୟାଦି ଜାଣିବାକୁ ଚାହିଁଥିଲେ। ଭୀଷ୍ମ ପିତାମହ ତଳେ ପଡ଼ିଯିବା ପର୍ଯ୍ୟନ୍ତ ଭୀଷଣ ଯୁଦ୍ଧର ସମାଚାର ତ ଧୃତରାଷ୍ଟ୍ର ଶୁଣି ସାରିଥିଲେ। ସୁତରାଂ ତାଙ୍କ ପ୍ରଶ୍ନର ତାତ୍ପର୍ଯ୍ୟ ଏହା ହୋଇପାରେ ନା ଯେ ତାଙ୍କୁ ସେ ପର୍ଯ୍ୟନ୍ତ ଯୁଦ୍ଧର ସମ୍ବାଦ କିଛି ଜଣାନଥିଲା। ତେଣୁ ସେ ଧର୍ମକ୍ଷେତ୍ରର ପ୍ରଭାବରେ ତାଙ୍କ ପୁତ୍ରମାନଙ୍କ ବୁଦ୍ଧି ସୁଧୁରି ଯିବାରୁ ସେମାନେ ପାଣ୍ଡବମାନଙ୍କୁ ସେମାନଙ୍କର ସ୍ୱତ ଦେଇ ଯୁଦ୍ଧ କଲେ ନାହିଁ କି? ଅଥବା ଧର୍ମରାଜ ଯୁଧିଷ୍ଠିର ହିଁ ଧର୍ମକ୍ଷେତ୍ରର ପ୍ରଭାବରେ ପ୍ରଭାବିତ ହୋଇ ଯୁଦ୍ଧରୁ ନିବୃତ୍ତ ହୋଇଗଲେ କି? ବା ସେ ପର୍ଯ୍ୟନ୍ତ ଦୁଇ ପକ୍ଷର ସେନା ଠିଆ ହୋଇଛନ୍ତି କି? କିମ୍ବା ଯୁଦ୍ଧ ହୋଇଛି ନା ନାହିଁ ଏବଂ ଯଦି ହୋଇଛି ତାହାର ପରିଣାମ କ'ଣ ଇତ୍ୟାଦି ବିଷୟ ଜାଣିବାକୁ ଚାହିଁଲେ ବୋଲି ମଧ୍ୟ କୁହାଯାଇ ନପାରେ। ସଞ୍ଜୟ ଉବାଚ। ସଞ୍ଜୟ କହିଲେ, ଯୁଦ୍ଧାରମ୍ଭ ସମୟରେ ରାଜା ଦୁର୍ଯ୍ୟୋଧନ
व्यूह रचना युक्त पांडव सेना को देखि द्रोणाचार्यଙ୍କ पाखକୁ ଯାଇ କହିଲେ, प्रश्न दुर्योधन को राजा बोली कहिबार अभिप्राय कौन? उत्तर, संजयଙ୍କ द्वारा दुर्योधन को राजा कुहाजिबार विभिन्न भाव थाइपारे, यथा प्रथमटी दुर्योधन बड़ वीर और राजनीतिज्ञ थिले तथा शासनर समस्त कार्य दुर्योधन करुथिले। द्वितीय, सन्थ समस्तଙ୍କୁ सम्मान दियंती और संजय सन्थ स्वभावर लोक थिले। तृतीय, पुत्रଙ୍କ प्रति आदर सूचक विशेषण प्रयोग शुणी धृतराष्ट्र आनंदित हेबे। प्रश्न, व्यूह रचना युक्त पांडव सेना को देखि दुर्योधन आचार्य द्रोणଙ୍କ पाखକୁ गले, यार तात्पर्य कौन? उत्तर, तात्पर्य हेउछि पांडव सेनार व्यूह रचना एपरी विचित्र ढंगरे करा जाइथिला जे ताहा देखि दुर्योधन चकित होइगले एवं अधीर होई स्वयं ताहार सूचना देवाको द्रोणाचार्यଙ୍କ पाखକୁ दौड़ी गले। से भाविले पांडव सेनार व्यूह रचना देखि और शुणी धनुर्वेदर महान आचार्य गुरु द्रोण पांडव सेना अपेक्षा निज सेनार अधिक विचित्र ढंगरे व्यूह रचना करंतु बोली पितामह को परामर्श देवे। प्रश्न, दुर्योधनर राजा होई स्वयं सेनापति पाखକୁ काहींकी गले? तांकु निज पाखକୁ डकाई सबु कथा काहींकी बुझाई नथिले? उत्तर, पितामह भीष्म प्रधान सेनापति थिले सत, तथापि कौरव सेनार गुरु द्रोणाचार्यଙ୍କ स्थान मध्य अत्यंत उच्च एवं दायित्वपूर्ण थिला। सेनारे मुख्य योद्धा मानकर जो स्थान रे नियुक्ति हुए, जीए जदि से सेठारु चली जाती तेबे सैन्य सज्जारे अव्यवस्था आसी जाए। तेणु द्रोणाचार्य तांको स्थानरू न घुंचाई दुर्योधन स्वयं तांको पाखକୁ ଯିବା उचित बोली मने कले। ता छड़ा द्रोणाचार्य वयोवृद्ध और ज्ञान वृद्ध होइथिबा संगे संगे गुरु होइथिबारु सम्मानर पात्र थिले। पुणी दुर्योधन को तांको साहाଯ୍ୟରେ निजर स्वार्थ साधन करिवार थिला। तेणु तांको सम्मान देई तांकर प्रिय पात्र हेबाकु दुर्योधनଙ୍କର अभिलाष थिला। परमार्थिक दृष्टि समस्तଙ୍କୁ नम्रतापूर्ण सम्मानयुक्त व्यवहार प्रदर्शन करने उचित। राजनीति रे मध्य बुद्धिमान पुरुष निजर कार्य सिद्धि पाई अन्य मानंको आदर करिथांती। एही सबु दृष्टि से सेठाकु जीवा उचित थिला। संबंध द्रोणाचार्यଙ୍କ पाखକୁ ଯାଇ दुर्योधन जहा कहले वर्तमान ताहा कुहा जाउछि। हे आचार्य, आपणଙ୍କ बुद्धिमान शिष्य द्रुपद पुत्र दृष्टद्युम्न द्वारा विवाहकार सज्जित पंडुपुत्र मानकर एही विराट सेना को देखंतु। प्रश्न, दृष्टद्युम्न द्रुपदଙ୍କ पुत्र आपणଙ୍କର बुद्धिमान शिष्य दुर्योधन केउ अभिप्राय एपरी कहले? उत्तर, दुर्योधन बड़ चतुर कूटनीतिज्ञ थिले। दृष्टद्युम्नଙ୍କ प्रति प्रतिहिंसा तथा पांडवଙ୍କ प्रति द्रोणाचार्यଙ୍କର मंद भावना उत्पन्न कराई तांको विशेष रूपे उत्तेजित करिबा पई दुर्योधन दृष्टद्युम्न को द्रुपद पुत्र एवं आपणकर बुद्धिमान शिष्य बोली कहिसंती। एही शब्द प्रयोग द्वारा से तांको सूचाई देथिले, देखंतु द्रुपद आपणଙ୍କ सहित प्रथमे अनुचित व्यवहार करिथिले एवं परे से आपणଙ୍କୁ बद्ध करिवा उद्देश्य यज्ञ करी दृष्टद्युम्न को पुत्र रूपे पाइथिले। दृष्टद्युम्न एपरी कूटनीतिज्ञ एवं आपण एपरी सरल जे आपणଙ୍କୁ मारिबाकू जन्म होई मध्य से आपणଙ୍କ द्वारा धनुर्वेद शिक्षा पाइछि।
ପୁଣି ବର୍ତ୍ତମାନ ମଧ୍ୟ ତାର ବୁଦ୍ଧିମତ୍ତା ଦେଖନ୍ତୁ ଯେ ସେ ଆପଣଙ୍କୁ ପରାସ୍ତ କରିବାକୁ ଅତି ସୁନ୍ଦର ବ୍ୟୂହ ରଚନା କରିଛି। ଏପରି ପୁରୁଷକୁ ପାଣ୍ଡବମାନେ ନିଜର ପ୍ରଧାନ ସେନାପତି କରିଛନ୍ତି। ବର୍ତ୍ତମାନ ଆପଣଙ୍କର କର୍ତ୍ତବ୍ୟ କ'ଣ? ଆପଣ ବିଚାର କରନ୍ତୁ। ପ୍ରଶ୍ନ: କୌରବ ସେନା 11 ଅକ୍ଷୌହିଣୀ ଥିଲା ଏବଂ ପାଣ୍ଡବ ସେନା କେବଳ 7 ଅକ୍ଷୌହିଣୀ ଥିଲା। ତଥାପି ଦୁର୍ଯ୍ୟୋଧନ ତାହାକୁ ବିରାଟ ବୋଲି କାହିଁକି କହିଲେ ଏବଂ ତାହାକୁ ଦେଖିବା ପାଇଁ ଆଚାର୍ଯ୍ୟଙ୍କୁ କାହିଁକି ଅନୁରୋଧ କଲେ? ଉତ୍ତର: ସଂଖ୍ୟାରେ କମ୍ ହେଲେ ମଧ୍ୟ ବଜ୍ର ବ୍ୟୂହରେ ସଜ୍ଜିତ ହୋଇଥିବାରୁ ପାଣ୍ଡବ ସେନା ବିରାଟ ଜଣାଯାଉଥିଲା। ପୁଣି ସଂଖ୍ୟାରେ ଅପେକ୍ଷାକୃତ ସ୍ୱଳ୍ପ ଥାଇ ମଧ୍ୟ ଯେଉଁ ସେନାରେ ପୂର୍ଣ୍ଣ ସୁବ୍ୟବସ୍ଥା ଥାଏ ସେହି ସେନା ବିଶେଷ ଶକ୍ତିଶାଳୀ ବୋଲି ପରିଗଣିତ ହୁଏ। ତେଣୁ ଦୁର୍ଯ୍ୟୋଧନ କହିଲେ, ଆପଣ ଏହି ବ୍ୟୂହକାରରେ ଠିଆ ହୋଇଥିବା ସୁବ୍ୟବସ୍ଥିତ ବିରାଟ ସେନାକୁ ଦେଖନ୍ତୁ ଏବଂ ଆମ ପକ୍ଷର ଯେପରି ବିଜୟ ହେବ ସେପରି ଉପାୟ କରନ୍ତୁ। ଇତି ପ୍ରଥମ ଅଧ୍ୟାୟ 3ୟ ଶ୍ଲୋକ ପର୍ଯ୍ୟନ୍ତ ପରିସମାପ୍ତି।